ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଆଲୋଚନା ହେବାର କିଛି ଘଣ୍ଟା ପରେ ପାକିସ୍ତାନ ସେନା ପକ୍ଷରୁ ଏହାର ଉଲ୍ଲଂଘନ କରାଯାଇଥିବା ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି। ଅପରେସନ ସିନ୍ଦୁର ସମ୍ବନ୍ଧରେ ଗତକାଲି ରାତିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ରି କହିଛନ୍ତି, ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖାର ଭାରତ ସୀମାବର୍ତ୍ତୀ ଅଞ୍ଚଳକୁ ଗୁଳିଗୋଳା ବର୍ଷଣ କରାଯାଇଥିଲା। ଜମ୍ମୁ, ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟର ସୀମାନ୍ତ ଅଞ୍ଚଳରେ ଏକାଧିକ ଡ୍ରୋନ୍ ଜରିଆରେ ପାକିସ୍ତାନ ସେନା ପକ୍ଷରୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରାଯାଇଥିଲା। ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ପାକିସ୍ତାନର ସମସ୍ତ ପ୍ରକାର ଆକ୍ରମଣ ଉଦ୍ୟମକୁ ବିଫଳ କରାଯାଇଛି। ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ପକ୍ଷରୁ ସୀମା ଉଲ୍ଲଂଘନର ପୁନରାବୃତ୍ତି କଲେ ଉଚିତ ଜବାବ ଦେବା ପାଇଁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମିଶ୍ରି କହିଛନ୍ତି। इस समझौते का पाकिस्तान की ओर से घोर उल्लंघन हो रहा है। भारतीय सेना जवाबी कार्रवाई कर रही है और इस सीमा अतिक्रमण से निपट रही है। ये अतिक्रमण अत्यंत ही निंदनीय है और पाकिस्तान इनके लिए जिम्मेदार है। हमारा मानना है कि पाकिस्तान इस स्थिति को ठीक से समझे और इस अतिक्रमण को रोकने के लिए तुरंत उचित कार्रवाई करे। ଭାରତୀୟ ସେନା ସ୍ଥିତି ଉପରେ ନଜର ରଖିବା ସହିତ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ। ଗତକାଲି ଦୁଇ ଦେଶର ଡିଜିଏମ୍ଓ ସ୍ତରରେ ସନ୍ଧ୍ୟା 5ଟାରୁ ଅସ୍ତ୍ରବିରତି ନେଇ ଆଲୋଚନା ହୋଇଥିଲା। ରାଜଭବନର ନୂଆ ଅଭିଷେକ ପ୍ରକୋଷ୍ଠରେ ଆୟୋଜିତ ସର୍ବଧର୍ମ ବୈଠକରେ ଆତଙ୍କବାଦୀର କୌଣସି ଧର୍ମ ନାହିଁ ଓ ହିଂସାର କୌଣସି ଶାସ୍ତ୍ର ନାହିଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି। ସାମ୍ପ୍ରତିକ ଉତ୍ତେଜନାମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ଗୋଷ୍ଠୀର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଆତଙ୍କବାଦ ମାନବତା ବିରୋଧରେ ଯୁଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ଦ୍ୱାରା କଟକ ଜୁଡିସିଆଲ ଏକାଡେମୀସ୍ଥିତ ନ୍ୟାୟିକ ଅଭିଲେଖାଗାର ଗତକାଲି ଉଦ୍ଘାଟିତ ହୋଇଯାଇଛି। ନ୍ୟାୟିକ ଅଭିଲେଖାଗାର ଆଗାମୀ ଦିନରେ ନ୍ୟାୟିକ ପ୍ରକ୍ରିୟା ଓ ଆଇନ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି ଜଷ୍ଟିସ୍ ଟଣ୍ଡନ କହିଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏକ ପ୍ରଦର୍ଶନୀ କକ୍ଷକୁ ମଧ୍ୟ ମୁଖ୍ୟ ବିଚାରପତି ଉଦ୍ଘାଟନ କରି ଏହା ସମସ୍ତଙ୍କ ପାଇଁ ଏକ ଆଦର୍ଶ ସମ୍ମିଳିତ କକ୍ଷ ହେବ ବୋଲି ମତବ୍ୟକ୍ତ କରିଥିଲେ। ମହିଳାଙ୍କ ଉପରେ ନିର୍ଯାତନା, ଅପରାଧ ଓ ଘରୋଇ ହିଂସାଜନିତ ମାମଲାଗୁଡ଼ିକର ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟରେ ଖୁବ୍ ଶୀଘ୍ର ଆଉ 5ଟି ମହିଳା ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ମେଡିକୋ ଲିଗାଲ ସୋସାଇଟି ଅଫ୍ ଓଡ଼ିଶାର 43ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଫାଷ୍ଟ୍ରାକ୍ କୋର୍ଟଗୁଡ଼ିକ 1 ମାସ ମଧ୍ୟରେ ମାମଲାଗୁଡ଼ିକର ଶୁଣାଣି କରି ଉଚିତ ନ୍ୟାୟ ପ୍ରଦାନ କରିବ। ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 1,92,000ରୁ ଉର୍ଦ୍ଧ୍ୱ ମାମଲାର ଫଇସଲା କରାଯାଇଛି। ଓଡ଼ିଶା ହାଇକୋର୍ଟ ସମେତ ଜିଲ୍ଲା ଓ ତାଲୁକ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ମାମଲାର ଫଇସଲା କରାଯାଇ ମୋଟ 130 କୋଟି 80 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ବାବଦରେ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଆସନ୍ତାକାଲି ବନ୍ଦ ରହିବ। ଆସନ୍ତାକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ସରକାରୀ ଛୁଟି ଥିବାରୁ ଏହି ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ। ଆଜି ହେଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। 1998 ମସିହା ମେ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନୂତନ ପ୍ରଯୁକ୍ତି ବିଦ୍ୟା, ଗବେଷଣା ଓ ତ୍ୱରାନ୍ୱିତତା ପାଇଁ ଯୁଗାନ୍ତର। ବିହାରର ରାଜଗିରିଠାରେ ଚାଲିଥିବା 7ମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନରେ ଜ୍ୟୋତ୍ସ୍ନା ସବର ଓ ହର୍ଷବର୍ଦ୍ଧନ ସାହୁ ଓଡ଼ିଶା ପାଇଁ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ସାମୁଦ୍ରିକ ବାୟୁମଣ୍ଡଳ ଅଧିକ ଉଷ୍ମ ରହୁଥିବାରୁ ଚଳିତ ବର୍ଷ ମୌସୁମୀ ଆସନ୍ତା 27 ତାରିଖ ସୁଦ୍ଧା କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ ଜଣାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।